ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ରହିଛି। ଯଦି ଆପଣମାନେ ନିଜର ଚାଷ କାମ ପାଇଁ ଲୋନ୍ ଆଣିବା ପାଇଁ ଚାହୁଁଛନ୍ତି ବା ଆପଣମାନଙ୍କର ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ଚାଷୀ ଭାଇ ଭଉଣୀମାନଙ୍କୁ ମାତ୍ର 2% ସୁଧ ହାରରେ ଯାହାକି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାହାକି ଲୋନ୍ ପ୍ରଦାନ କରାଯାଉଛି। ତେଣୁ ବର୍ତ୍ତମାନ ଯଦି ଆପଣମାନେ ନିଜର ଚାଷ କାମ ପାଇଁ କୌଣସି ବି ବ୍ୟାଙ୍କରୁ ଲୋନ୍ ଆଣିବା ପାଇଁ ଚାହୁଁଛନ୍ତି ବା ସରକାରଙ୍କ ତରଫରୁ ଚାଷୀ ଭାଇ ଭଉଣୀମାନଙ୍କୁ ଯେଉଁ କେସିସି ଲୋନ୍ ବା କ୍ରପ୍ ଲୋନ୍ ମିଳୁଛି ତାର ଲାଭ ନେବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଭିଡ଼ିଓକୁ ଜମାରୁ ସ୍କିପ୍ କରନ୍ତୁ ନାହିଁ। କାରଣ ଦେଖନ୍ତୁ ବର୍ତ୍ତମାନ ଫାଇନାନ୍ସିଆଲ ଇୟର ଏଣ୍ଡ ହେବା ପାଇଁ ଯାଉଛି 31 ମାର୍ଚ୍ଚ ପରେ। ବର୍ତ୍ତମାନ ଯାହାକି ଆପଣମାନେ ଯଦି ଲୋନ୍ ନେବା ପାଇଁ ଚାହୁଁଛନ୍ତି ତାହେଲେ ଏପ୍ରିଲ ମାସରେ ଆପଣମାନଙ୍କର ଲୋନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ତେଣୁ ଯେଉଁ ଚାଷୀ ଭାଇ ଭଉଣୀମାନେ ସରକାରଙ୍କ ତରଫରୁ ଯେଉଁ ଏଗ୍ରିକଲଚର ଲୋନ୍ ମିଳୁଛି ତାର ଲାଭ ନେବା ପାଇଁ ଚାହୁଁଛନ୍ତି, ଆପଣମାନଙ୍କର ସମବାୟ ସମିତି ବ୍ୟାଙ୍କ ଯେଉଁଗୁଡ଼ିକ ରହିଛି ସେଠୁ ବି ଯଦି ଆପଣମାନେ କମ୍ ଇଣ୍ଟରେଷ୍ଟରେ ବର୍ତ୍ତମାନ ଆପଣମାନଙ୍କର ଚାଷ ପାଇଁ ଲୋନ୍ ନେବେ ତାହେଲେ କେମିତି ତାର ଆବେଦନ ହେବ, ଯେଉଁଟାକି ମାତ୍ର 7 ଦିନ ଭିତରେ ଆପଣମାନଙ୍କ ଆକାଉଣ୍ଟରେ କ୍ରେଡ଼ିଟ୍ ହୋଇପାରିବ। ତେଣୁ ତାର ପ୍ରୋସେସ୍ କ'ଣ ରହିଛି ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ସହିତ ଆପଣମାନେ ଯଦି ଆବେଦନ କରିବେ କେଉଁ ଡକୁମେଣ୍ଟର ଆବଶ୍ୟକତା ରହିଛି, ନିଜ ନାମରେ ଜମି ଥିଲେ ଆପଣମାନଙ୍କୁ ଯାହାକି ଲୋନ୍ ମିଳିବ ବା ଯଦି ଆପଣମାନଙ୍କ ନିଜ ନାମରେ ଜମି ନାହିଁ ତାହେଲେ କେମିତି ଆପଣମାନେ ସେଇ ଲୋନ୍ ନେଇପାରିବେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଆଲୋଚନା କରିବା। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଦେଖନ୍ତୁ ଲୋନ୍ ବହୁତ ପ୍ରକାର ଆପଣମାନଙ୍କର ରହିଛି, କିନ୍ତୁ ଯଦି ଆପଣମାନେ ଜଣେ ଚାଷୀ ଏବଂ ଆପଣମାନଙ୍କ ନାମରେ ଜମି ଅଛି ବା ଆପଣମାନଙ୍କ ପାଖରେ ଯେକୌଣସି ଜଏଣ୍ଟ ପଟ୍ଟା ବି ଅଛି ତାହେଲେ ବର୍ତ୍ତମାନ ଆପଣମାନେ ଏଗ୍ରିକଲଚର ଲୋନ୍ ନେଇପାରିବେ। ତ ଏଗ୍ରିକଲଚର ଲୋନ୍ ନେଲେ ଆପଣମାନଙ୍କୁ କ'ଣ ବେନିଫିଟ୍ ନା, ଯଦି ଆପଣମାନେ କୌଣସି ବ୍ୟାଙ୍କରୁ ଆଣୁଛନ୍ତି ବା ପ୍ରାଇଭେଟ ସଂସ୍ଥାରୁ ଲୋନ୍ ଆଣୁଛନ୍ତି ଯେଉଁଥିରେ ମିନିମମ୍ ଇଣ୍ଟରେଷ୍ଟ ଆପଣମାନଙ୍କର 10%ରୁ ଏଭବ୍ ରହୁଛି, କିନ୍ତୁ ଯଦି ଆପଣମାନେ ସରକାରଙ୍କ ତରଫରୁ ଯେଉଁ କ୍ରପ୍ ଲୋନ୍ ମିଳୁଛି ସେଇ ଲୋନ୍ ଆପଣମାନଙ୍କର ସୋସାଇଟିରୁ ଆଣୁଛନ୍ତି ବା ଆପଣମାନଙ୍କର ଯେଉଁ ସମବାୟ ସମିତି ବ୍ୟାଙ୍କ ଗୁଡ଼ିକ ରହିଛି ସେଥିରୁ ଆଣୁଛନ୍ତି, ତାହେଲେ ଇଣ୍ଟରେଷ୍ଟ ଆପଣମାନଙ୍କର ଦେଖନ୍ତୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କୁ ବିନା ଇଣ୍ଟରେଷ୍ଟରେ, ତାଠାରୁ ମଧ୍ୟ ଆପଣମାନେ ମ୍ୟାକ୍ସିମମ୍ ଯାକି 2% ଇଣ୍ଟରେଷ୍ଟ ଦେଇ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାହାକି ଲୋନ୍ ନେଇପାରିବେ। ତେଣୁ ଏହି ଲୋନ୍ ନେବା ପାଇଁ ହେଲେ ଆପଣମାନଙ୍କୁ ସରକାରଙ୍କ ତରଫରୁ ଯେଉଁ କିଷାନ କ୍ରେଡିଟ୍ କାର୍ଡ଼ ରହିଛି କିଷାନ କ୍ରେଡିଟ୍ କାର୍ଡ଼ର ଲୋନ୍ ନେଇପାରିବେ। ତା ସହିତ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କରେ ମଧ୍ୟ ବର୍ତ୍ତମାନ ଆପଣମାନଙ୍କୁ ଏହି ଲୋନ୍ ମିଳିବ। ତେଣୁ କ୍ରପ୍ ଲୋନ୍ ଯଦି ଆପଣମାନେ ନେବା ପାଇଁ ଚାହୁଁଛନ୍ତି, ସର୍ବପ୍ରଥମେ ଆପଣମାନେ ଜାଣିବା ଦରକାର ଯେ କ୍ରପ୍ ଲୋନ୍ ବର୍ତ୍ତମାନ ଆମକୁ କେଉଁ କ୍ରାଇଟେରିଆ ଭିତରେ ପ୍ରଦାନ କରାଯାଉଛି। ତେଣୁ ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ସଫଲ ପୋର୍ଟାଲ ରହିଛି ସଫଲ ପୋର୍ଟାଲରେ ଆପଣମାନଙ୍କୁ ତ ଏହି ସଫଲ ପୋର୍ଟାଲରେ ବର୍ତ୍ତମାନ ଆପଣମାନଙ୍କର ଯେଉଁଟାକି ଅତି ସହଜରେ ଆପଣମାନଙ୍କର ଏଗ୍ରିକଲଚର ଲୋନ୍ ମିଳିପାରୁଛି। ତେଣୁ ଏଗ୍ରିକଲଚର ଲୋନ୍ଟିଏ ନେବା ପାଇଁ ହେଲେ ସର୍ବପ୍ରଥମେ ଆପଣମାନଙ୍କୁ ଯାହାକି କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିଥିବା ନିହାତି ଆବଶ୍ୟକ। ଯଦି ଆପଣମାନଙ୍କର କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ ହେଇଛି ତାହେଲେ ବର୍ତ୍ତମାନ ଆପଣମାନେ ଏହି ସଫଲ ପୋର୍ଟାଲ ମାଧ୍ୟମରେ ଏଗ୍ରିକଲଚର ଲୋନ୍ ପାଇଁ ଆପ୍ଲାଏ କରିପାରିବେ। ତେଣୁ ଏହାର ଅଫିସିଆଲ ୱେବସାଇଟ୍ ଯେଉଁଟାକି ଦେଖନ୍ତୁ ରହିଛି ସଫଲ odisha.gov.in, यार ऑफिशियल वेबसाइट को आपण विजिट करेंगे। विजिट कला देखो ये गोटे लॉगिन ऑप्शन अच्छी, तो जिते लॉगिन ऑप्शन आपने क्लिक करेंगे देखो आप गोटे आसी फार्मर लॉगिन, तो से फार्मर लॉगिन ऑप्शन ले क्लिक करदेवे। फार्मर लॉगिन क्लिक कला प्रथम जो ऑप्शन टी रही फार्मर, तो से फार्मर आपने सिलेक्ट करेंगे। सिलेक्ट कर सारा देखो ये आपर आधार नंबर एंटर करने पड़ो। तेणु आधार नंबर एंटर करने पूर्व जोटा कि मुझे कहली जे कृषक ओडिशा रेजिस्ट्रेशन आपनकर एई नथिले एटी आपनकर जाकी लोन पई आवेदन करि परिबे नाही। तो जदि कृषक ओडिशा रेजिस्ट्रेशन अछि ताले एटी देखंतु लॉगिन ऑप्शन ले आपन माने क्लिक कर देबे। जेतेबेले लॉगिन ऑप्शन ले आपन माने क्लिक करचंती आपन मानकर देखंतु आधार रजिस्टर मोबाइल नंबर को वर्तमान गोटे ओटीपी आसीबो। तो सेही ओटीपी आपन माने एटी सबमिट करिवे। तो देखंतु हमर वर्तमान देखंतु ओटीपी आसीगला। तो सेही ओटीपी आपन माने सबमिट करी वेरीफाई ऑप्शन ले क्लिक करिवे। तेणु आमे एटी ओटीपी देई जाकी वर्तमान वेरीफाई कर नउचु। तो ओटीपी दे सारा भेरीफाई करदेवे। देखो आपण मानकर भेरीफाई बर्तमान हो। तो भेरीफाई हो सारापर आपण मानकर सबकि डिटेल्स जाकि कृषक ओडिशा पोर्टाल अनुसार शो कर। देखो बैंक लोन प्रोडक्ट रही विभिन्न प्रकार बैंक रही जमीक एक्सिस बैंक, आमर बालेश्वर भद्रक कोऑपरेटिव बैंक, बंधन बैंक और आईसीआईसीआई बैंक और ओडिशा ग्राम्य बैंक सबकि बैंक जोटा कि आपण मान एरिया थी सबकि शो कर। तेणु जेहेतु आपण मैंने एग्रिकलचर लोन नापी चाहूँगी ताले प्रथमे आपण माने सिलेक्ट करेंगे
ଯେ ଏଠି ଆପଣମାନଙ୍କ 2ଟା ଟାଇପ୍‌ର ଲୋନ୍ ଅଛି। ଗୋଟେ ରହିଛି କ୍ରପ୍ ଲୋନ୍ ଆଉ ଗୋଟେ ଟର୍ମ ଲୋନ୍। ତେଣୁ ଆମେ ଏଠି ଯେହେତୁ ଏଗ୍ରିକଲଚର ଲୋନ୍ ନବା ତେଣୁ ଏଠି କ୍ରପ୍ ଲୋନ୍ ସିଲେକ୍ଟ କରିଦେବେ। ତାପରେ ଅଟୋମେଟିକ୍ ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଆସିଯିବ। ତାପରେ ଆପଣମାନଙ୍କର ବ୍ଲକ୍ ଆସିଯିବ। ବ୍ଲକ୍ ଆସିସାରିଲା ପରେ ତାପରେ ଦେଖନ୍ତୁ ରହିଛି ଆପଣମାନଙ୍କର ବ୍ୟାଙ୍କ। ଅର୍ଥାତ୍ ଆପଣମାନଙ୍କ ଏରିଆରେ ବର୍ତ୍ତମାନ କୋଉ ବ୍ୟାଙ୍କରେ ଆପଣମାନଙ୍କୁ ଏହି ଲୋନ୍ ପ୍ରୋଭାଇଡ୍ କରାଯାଉଛି। ତେଣୁ ଆମର ଦେଖନ୍ତୁ ବାଲେଶ୍ୱର, ଭଦ୍ରକ କୋଅପରେଟିଭ ବ୍ୟାଙ୍କ ଯୋଉଟାକି ରହିଛି ସେଠି ଆମେ ସିଲେକ୍ଟ କରିଦେଲୁ। ତାପରେ ରହିଛି ଆପଣମାନଙ୍କର କୋଉ ସେକ୍ଟର ପାଇଁ ଆପଣମାନେ ଲୋନ୍ ନେବେ। ଗୋଟିଏ ରହିଛି ଏଗ୍ରିକଲଚର, ହର୍ଟିକଲଚର, ଏନିମାଲ ହଜବେଣ୍ଡାରୀ, ଫିଶାରୀ। ତ ଆମର ଏଗ୍ରିକଲଚର ନବାର ଅଛି ତେଣୁ ଆମେ ଖାଲି ଏଗ୍ରିକଲଚର ସର୍ଚ୍ଚ କରିଦେବା। ସର୍ଚ୍ଚ କଲା ପରେ ଦେଖନ୍ତୁ ଏଠି ଲୋନ୍ ପ୍ରଡକ୍ଟ ଆପଣମାନଙ୍କୁ ଗୋଟିଏ ହିଁ ଶୋ କରୁଛି। ଯେତେବେଳେ ଗୋଟିଏ ଶୋ କରୁଛି ଏଠି ଆପଣମାନେ ଦେଖିପାରୁଥିବେ ଭ୍ୟୁ ଡିଟେଲ୍ସରେ ପ୍ରଥମେ ଦେଖିଦେବେ ଆପଣମାନଙ୍କୁ ଏଠି କୋଉ ଲୋନ୍ ମିଳୁଛି। ଏଠି ଆପଣମାନଙ୍କୁ ଦିଆହେଇଛି ସର୍ଟ ଟର୍ମ ଲୋନ୍ ଫର୍ ସିଜନାଲ ଏଗ୍ରିକଲଚରାଲ ଅପରେସନ ଅଫ୍ ପେଡି, ଭେଜିଟେବୁଲ, ଅଏଲ, ସିଡ୍ସ ଏକ୍ସେଟ୍ରା। ତ ବର୍ତ୍ତମାନ ଯେହେତୁ ରବି ଋତୁ ପାଇଁ ଆପଣମାନେ ଲୋନ୍ ନେବା ପାଇଁ ଚାହୁଁଛନ୍ତି ତାହେଲେ ଏଠି ଆପଣମାନେ ଲୋନ୍ ପାଇଁ ଆବେଦନ କରିପାରିବେ। ଟର୍ମ କେତେ ରହିବ 5 ଇୟରର, ଯୋଉଟାକି ଇଣ୍ଟରେଷ୍ଟ ରେଟ୍ ଦେଖନ୍ତୁ ଯଦି ଆପଣମାନେ 1,00,000 ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଉଛନ୍ତି ବିନା କୌଣସି ଇଣ୍ଟରେଷ୍ଟ ରେଟ୍‌ରେ ଆପଣମାନଙ୍କୁ ଏଠି ଲୋନ୍ ମିଳିପାରିବ ଏବଂ 2% ଆପଣମାନଙ୍କୁ ଇଣ୍ଟରେଷ୍ଟ ଲାଗିବ ଯଦି ଆପଣମାନେ 1,00,000ରୁ 3,00,000 ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଉଛନ୍ତି। ତାହେଲେ ଆବେଦନ ଏଇଟା ତ ଆମର ଏଠି ଆପ୍ଲାଏ ଫର୍ ଲୋନ୍ ଅପସନରେ କ୍ଲିକ୍ କରିଦେଲେ ଏଠି ଆପଣମାନଙ୍କର ଆପ୍ଲାଏର ଅପସନ୍ ଆସିଯିବ। କିନ୍ତୁ ଆପ୍ଲାଏ କରିବା ପୂର୍ବରୁ ଦେଖନ୍ତୁ ଏଠି ଆପଣମାନଙ୍କୁ କଣ ଡିଟେଲ୍ସ ମାଗୁଛି। ନା ପ୍ରଥମେ ଗୋଟେ ରହିଛି ଆପଣମାନଙ୍କର PACS ମେମ୍ବର ନମ୍ବର। ତ ଏଇ PACS ମେମ୍ବର ନମ୍ବର କୋଉଠୁ ପାଇବେ? ନା ଆପଣମାନଙ୍କର ସମବାୟ ସମିତି ଯୋଉଠି ଆପଣମାନଙ୍କର ମଣ୍ଡିରେ ଯୋଉ ଧାନ ଦଉଛନ୍ତି ସେଠୁ ଆପଣମାନଙ୍କର ଯାଇକି ସେଇ ନମ୍ବର କଲେକ୍ଟ କରିବା ପାଇଁ ପଡ଼ିବ। ତ ସେଇ ନମ୍ବର କଲେକ୍ଟ କରିବେ। ନହେଲେ ଯଦି ଆପଣମାନଙ୍କ ପାଖରେ KCC କାର୍ଡ ଅଛି, ଯଦି କୋଅପରେଟିଭ ବ୍ୟାଙ୍କର KCC କାର୍ଡ ଅଛି ତାହେଲେ ସେଇ ନମ୍ବର ଦେଇ ଆପଣମାନଙ୍କୁ ଏଠି ଆବେଦନ କରିବା ପାଇଁ ପଡ଼ିବ। ଏବଂ ଆବେଦନ କୋଉମାନେ କରିବେ ଯେ ଯୋଉମାନଙ୍କର ନିଜ ନାମରେ ଜମି ଅଛି ସେମାନଙ୍କୁ ଯାହାକି ଏଠି ଇଜିଲି ଲୋନ୍ ମିଳିଯାଏ। ଆଉ ଯଦି ଆପଣମାନଙ୍କର ଜଏଣ୍ଟ ପଟ୍ଟା ଅଛି ତାହେଲେ ସମସ୍ତଙ୍କ ପାଖରୁ ଆପଣମାନଙ୍କୁ ଯାହାକି ଏଫିଡେଭିଟ୍ ଏବଂ ଆପଣମାନଙ୍କର ଗୋଟେ ଫର୍ମାଟ୍ ରହିଛି ସେଇ ଆପ୍ଲିକେସନ ଅନୁସାରେ ସମସ୍ତଙ୍କ ସାଇନ୍ ଦେଲେ ଏଠି ଆପଣମାନଙ୍କର ଲୋନ୍ ହେଇପାରିବ। ଏବଂ ଏହି ପ୍ରକ୍ରିୟା ଦେଖନ୍ତୁ ଆପଣଙ୍କର ଏପ୍ରିଲ ମାସରୁ ହିଁ ଆରମ୍ଭ ହେବା ପାଇଁ ଯାଉଛି। ତେଣୁ ଏପ୍ରିଲ ମାସରେ ଯଦି ଆପଣମାନେ ଲୋନ୍ ନେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ସର୍ବପ୍ରଥମେ ସଫଲ ପୋର୍ଟାଲକୁ ଯାଇ କୋଉ ବ୍ୟାଙ୍କରେ ବର୍ତ୍ତମାନ ଆପଣମାନଙ୍କର ଏଗ୍ରିକଲଚର ଲୋନ୍ ଆପଣଙ୍କୁ ଶୋ କରୁଛି ସେଇ ବ୍ୟାଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ଡକୁମେଣ୍ଟ ରେଡି କରି ରଖନ୍ତୁ। ତେଣୁ ଏପ୍ରିଲ ମାସରେ ଆପଣମାନଙ୍କର ଲୋନ୍ ପାଇଁ ଆବେଦନ କଲେ ଆପଣମାନଙ୍କୁ 7ରୁ 15 ଦିନ ଭିତରେ ଏହି ଲୋନ୍ ମିଳିପାରିବ ଏବଂ ଏହି ଲୋନ୍‌ର ସବୁଠୁ ବେଷ୍ଟ ବେନିଫିଟ୍ ହେଲା ଚାଷୀମାନଙ୍କୁ କମ୍ ଇଣ୍ଟରେଷ୍ଟରେ ଏଠି ଆପଣମାନଙ୍କୁ ଲୋନ୍ ଦିଆଯାଉଛି। ତେଣୁ ଜମି ହିସାବରେ ଆପଣମାନଙ୍କର ଯେତେ ଜମି ଅଛି ଏକର ପିଛା ଯଦି ଆମେ ଦେଖିବା ପାଖାପାଖି 25,000 ଟଙ୍କା ଆପଣମାନଙ୍କୁ ପ୍ରତି ଏକରରେ ମିଳୁଛି। କିଛି ବ୍ୟାଙ୍କରେ ଆପଣମାନଙ୍କୁ ଅଧିକ ଦଉଛନ୍ତି ଏବଂ କିଛି ବ୍ୟାଙ୍କରେ ଆପଣମାନଙ୍କୁ କମ୍ ମଧ୍ୟ ଲୋନ୍ ଦଉଛନ୍ତି। ତେଣୁ ଯୋଉମାନେ ବି ଚାଷୀ ଭାଇ ଭଉଣୀମାନେ ଲୋନ୍ ପାଇଁ ଚାହୁଁଛନ୍ତି ସେମାନେ ନିଜର ନିକଟସ୍ଥ ସମବାୟ ସମିତି ସହିତ ଯୋଗାଯୋଗ କରନ୍ତୁ। ନହେଲେ ଯୋଉ ବ୍ୟାଙ୍କ ଆପଣମାନଙ୍କର ଏଠି ଶୋ କରୁଛି ତା ସହିତ ମଧ୍ୟ ଯୋଗାଯୋଗ କରି ସବୁ ଡକୁମେଣ୍ଟ ରେଡି କରନ୍ତୁ। ଯେତେବେଳେ ଆପଣମାନଙ୍କର ଆରମ୍ଭ ହବ ସେ ସମୟରେ ମୁଁ ଆପଣମାନଙ୍କୁ ଆପ୍ଲାଏର ଡିଟେଲ୍ସ ଭିଡିଓ ଏହି ଚ୍ୟାନେଲ ମାଧ୍ୟମରେ ଦେଇଦେବି। ଆଶା କରୁଛି ଭିଡିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଆପଣମାନେ କୋଉ ଡିଷ୍ଟ୍ରିକ୍ଟରୁ ଭିଡିଓ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।